ଆପଣ ମାନଙ୍କୁ ସ୍ୱାଗତ। ତେବେ ଆଜି ଗୋଟେ ଡିସ୍କସ୍ କରିବୁ ଯୋଉଠି କି ସ୍ପେଶାଲ ଲିଭ୍ ଉପରେ କି ସ୍ପେଶାଲ ଲିଭ୍ ରେ କି ଯୋଉଟା କି ଆପଣଙ୍କର ଯୋଉମାନେ କି ରିଟାୟାର୍ଡ ଗଭର୍ନମେଣ୍ଟ ସର୍ଭେଣ୍ଟ ଆଉ ଯୋଉମାନେ କି ରିଟାୟାରମେଣ୍ଟ ହେଲା ପରେ ପୁଣି ଥରେ ରି ଏନଗେଜ ହଉଛନ୍ତି ଏଜ ପର ଜିଏ ଡିପାର୍ଟମେଣ୍ଟ ନୋଟିଫିକେସନ ସେମାନଙ୍କ ପାଇଁ ସ୍ପେଶାଲ ଲିଭ୍ କେମିତି ଗଭର୍ନମେଣ୍ଟ ଡିସାଇଡ୍ କରିଛନ୍ତି ତା ଉପରେ ଆମେ ଡିସ୍କସନ କରିବା। ଡିସ୍କସନ କରିବା ପୂର୍ବରୁ ଆପଣ ଚ୍ୟାନେଲଟାକୁ ସବସ୍କ୍ରାଇବ କରିଦିଅନ୍ତୁ, ବେଲ୍ ଆଇକନ ଦବାନ୍ତୁ ତାକି ଆପଣଙ୍କୁ ରେଗୁଲାର ନୋଟିଫିକେସନ ଆପଣଙ୍କୁ ମିଳିବ। ଓକେ, ଏଇ ଯୋଉ ନୋଟିଫିକେସନ ଟା ବାହାର କରିଛନ୍ତି ଏଇଟା ଫାଇନାନ୍ସ ଡିପାର୍ଟମେଣ୍ଟ ଦ୍ୱାରା ବାହାର ହେଇଛି ଏବଂ ଏଇଟା 4/1/2024 ରେ ହିଁ ବାହାରିଥିଲା, କିନ୍ତୁ ଆପଣ ମାନଙ୍କର ଜାନକାରୀ ପାଇଁ କି ମୁଁ ଆଉ ଥରେ ଆପଣ ମାନଙ୍କୁ ଜଣେଇ ଦଉଛି। ଓକେ, ତ ଏଟ ପ୍ରେଜେଣ୍ଟ କଣ ହଉଥିଲା କି ଯେ ରି ଏନଗେଜମେଣ୍ଟ ଯୋଉ ହଉଥିଲା ରିଟାୟାର୍ଡ ଗଭର୍ନମେଣ୍ଟ ସର୍ଭେଣ୍ଟ କୁ ସେଇଟା କଣ କରାହଉଥିଲା କି ଯେ ଗୋଟେ କମ୍ପ୍ରେହେନ୍ସିଭ ଗାଇଡଲାଇନ ଗୋଟେ ବନା ହେଇଥିଲା ଯୋଉଟା କି ଜେନେରାଲ ଆଡମିନିଷ୍ଟ୍ରେସନ ଡିପାର୍ଟମେଣ୍ଟ ଦ୍ୱାରା ଯୋଉଟା କି ଲାଗୁ ହେଇଥିଲା। କିନ୍ତୁ ଯୋଉ କ୍ୱେଶ୍ଚନ ଉଠିଲା ଏଥିରେ କି ବହୁତ ଟାଇମ ରେ କି ଯେ ସ୍ପେଶାଲି ବେନିଫିଟ ଯୋଉ ଅଛି ରିଟାୟାର୍ଡ ଏମ୍ପ୍ଲୟି ଯୋଉମାନେ କି ରି ଏନଗେଜମେଣ୍ଟ ହଉଛନ୍ତି ତାଙ୍କ ଉପରେ କି କିଛି ତାଙ୍କୁ କିଛି ସ୍ପେଶାଲ ଲିଭ୍ ଦିଆଯାଉ। ଓକେ, ତ ସେଇ ଲିଭ୍ ପାଇଁ କି ଗୋଟେ ବେନିଫିଟ ଦିଆଯାଉଥିଲା 12 ଦିନର ସ୍ପେଶାଲ ଲିଭ୍ ଦିଆଯାଉଥିଲା କାହାକୁ, ଗୋଟେ ଯୋଉମାନେ କି ଏନଗେଜମେଣ୍ଟ ହଉଛନ୍ତି 1 ଇୟର ପାଇଁ କି ଯୋଉମାନେ କି ଆର କଣ୍ଟ୍ରାକ୍ଚୁଆଲ ବେସିସ ରେ ଯୋଉମାନେ କି 1 ଇୟର ପାଇଁ ଏନଗେଜ ହଉଛନ୍ତି ତାଙ୍କ ପାଇଁ ସ୍ପେଶାଲ ଲିଭ୍ ଦିଆଯାଇଥିଲା 12 ଦିନର। ତ ସେଇଟା ବହୁତ କନସିଡରେସନ ପରେ ଗଭର୍ନମେଣ୍ଟ ଏଇଟା ଡିସାଇଡ କଲେ କି ଯେ ଯୋଉ ପ୍ରୋଭିଜନ ଟା ତାଙ୍କ ପାଇଁ କି ବି ଅଛି 12 ଦିନର ସେଇ ପ୍ରୋଭିଜନ ଟା ତାଙ୍କୁ 12 ଦିନର ୟାଙ୍କୁ ବି ମାନେ ଯୋଉମାନେ ରି ଏନଗେଜମେଣ୍ଟ ହଉଛନ୍ତି ରିଟାୟାର୍ଡ ଗଭର୍ନମେଣ୍ଟ ସର୍ଭେଣ୍ଟ ତାଙ୍କ ପାଇଁ ବି ସେଇ ସ୍ପେଶାଲ ଲିଭ୍ ରେ କି 12 ଦିନର କି ମ୍ୟାକ୍ସିମମ୍ ଲିଭ୍ ଟା ତାଙ୍କୁ ଦିଆଯିବ। ଓକେ, ଆଉ ଗୋଟେ ସୁଇଟେବଲ କ୍ଲୋଜ ଗୋଟେ ଦିଆଯିବ ପ୍ରୋଭିଜନ ଟା ଯୋଉଟା କି ଆପଣଙ୍କୁ ସେଇ 12 ଦିନର ରି ଏନଗେଜମେଣ୍ଟ ପରେ ବି ଆପଣଙ୍କୁ ପୋଷ୍ଟ ରିଟାୟାରମେଣ୍ଟ ପିରିୟଡରେ କି ଗୋଟେ 12 ଦିନର ସ୍ପେଶାଲ ଲିଭ୍ ମିଳିବ ଗୋଟେ ବର୍ଷରେ କି। ଓକେ, ତ ଏଇଟା ହେଲା ଆପଣଙ୍କର ଫୁଲ ଯୋଉ ବି ଆପଣଙ୍କର ନୋଟିଫିକେସନ। ଆଉ ଯଦି କିଛି ଅଧିକା ଜାଣିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣ କମେଣ୍ଟ କରନ୍ତୁ, ସବସ୍କ୍ରାଇବ କରିଦିଅନ୍ତୁ ଏବଂ ଲାଇକ୍ ଆଣ୍ଡ ସେୟାର ଜରୁର କରନ୍ତୁ। ଲାଇକ୍ ସେୟାର କରିବେ ଏବଂ ସବସ୍କ୍ରାଇବ କରିବେ ତେବେ ଯାଇକି ଆପଣ ମାନଙ୍କର ବହୁତ awareness ଆପଣ ରହିବେ, ନୋଟିଫିକେସନ ଲାଇକ୍ ଆପଣଙ୍କ ଅର୍ଡର ପ୍ରତି ବି awareness ରହିବେ, ଆପଣ ଅପଡେଟେଡ ବି ରହିବେ। ଥ୍ୟାଙ୍କ ୟୁ ଗାଇଜ।